ଗାଁରେ ଏକ ଛୋଟ ପିଲା ଥିଲା। ତାର ନାମ ଥିଲା ରାମ। ସେ ଅତ୍ୟନ୍ତ ନିର୍ମଳ ଓ ସତ୍ୟବାନ। ସେ ଯେଉଁଠି ଯାଏ ମନୁଷ୍ୟ ତାକୁ ଭଲ ପାଆନ୍ତି। ରାମ ପ୍ରତିଦିନ ସକାଳେ ତାର ଜେଜେବାପାକୁ ସାହାଯ୍ୟ କରି ମନ୍ଦିର ଯାଇ ଓ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରେ। ତାର ସତ୍ୟବାଦୀ ଓ ଦୟାଳୁ ସ୍ୱଭାବ ପାଇଁ ସମସ୍ତେ ତାକୁ ପ୍ରଶଂସା କରୁଥିଲେ। ଏହି ଗାଁରେ ଅନ୍ୟ ଏକ ପିଲା ଥିଲା, ତାର ନାମ ଥିଲା ବିଜୟ। ବିଜୟ ଅତ୍ୟନ୍ତ ଚତୁର ଥିଲା, କିନ୍ତୁ ସେ ଅନେକ ଥର ମିଥ୍ୟା କହୁଥିଲା ଓ ଅନ୍ୟମାନଙ୍କୁ ଠକାଉଥିଲା। ସେ ଚାହୁଁଥିଲା ଗାଁର ଲୋକେ ସମସ୍ତେ ତାଙ୍କୁ ଭଲ ପାଆନ୍ତୁ, କିନ୍ତୁ ତାର ମିଥ୍ୟା କଥା ପାଇଁ କେହି ତାକୁ ଭରସା କରୁନଥିଲେ। ଏକ ଦିନ ରାଜା ଗାଁକୁ ଆସିଲେ ଓ ଘୋଷଣା କଲେ, ଯିଏ ମୋତେ ସତ୍ୟ କହିପାରିବ ଓ ମୋର ପ୍ରଶ୍ନର ଉତ୍ତର ଦେଇପାରିବ, ସେଥିପାଇଁ ମୁଁ ଏକ ବଡ଼ ଉପହାର ଦେବି। ସମସ୍ତେ ଆସି ରାଜାଙ୍କ ପ୍ରଶ୍ନକୁ ଶୁଣିଲେ। ସବୁଠାରୁ ବଡ଼ ସତ୍ୟ କ'ଣ? ବହୁତ ଲୋକ ଉତ୍ତର ଦେଲେ, କିନ୍ତୁ ରାଜା ସନ୍ତୁଷ୍ଟ ହେଲା ନାହିଁ। ଶେଷରେ ରାମ ଆସିଗଲା ଓ କହିଲା, ସତ୍ୟ ହେଉଛି ଆମ ପାଇଁ ଈଶ୍ୱର ସମାନ। ସତ୍ୟ କେବେ ବଦଳେ ନାହିଁ। ଏହି ଜଗତର ଆଧାର ସତ୍ୟ ଉପରେ ଅତୁଟ ରହେ। ରାଜା ଅତି ଖୁସି ହେଲେ ଓ କହିଲେ, ତମେ ସତ୍ୟର ମୂଲ୍ୟ ବୁଝିଛ। ଏହି ମୂଲ୍ୟବାନ ଚିନ୍ତାଧାରା ଆମ ସମସ୍ତଙ୍କ ପାଇଁ ଦିଶା ଦେଉଛି। ରାମକୁ ରାଜା ଉପହାର ଦେଲେ ଓ ଗାଁର ଲୋକେ ସମସ୍ତେ ତାକୁ ଅଧିକ ଭଲ ପାଇବାକୁ ଲାଗିଲେ। ଆଜିର ନୀତି ଶିକ୍ଷା ହେଉଛି, ସତ୍ୟ ସବୁବେଳେ ବିଜୟ ହୁଏ। ଯେଉଁଠି ସତ୍ୟ ଅଛି ସେଠି ନ୍ୟାୟ ଓ ଶାନ୍ତି ରହେ।